ଭାବୁଛୁ ଦୀପାଳି ଦାସଙ୍କର ଡିଏନଏ ଟେଷ୍ଟ କରିବା ସେ ନବ ଦାସଙ୍କ ଝିଅ କି ଆଉ କାହା ଝିଅ 15 ସରପଞ୍ଚ ସ୍ୱାମୀ ସଭ୍ୟଙ୍କୁ ନେଇଯାଉଛନ୍ତି ସେମାନେ କଣ ଛୋଟ ଛୁଆ। ବିଜୁ ଜନତା ଦଳ ସମୟରେ ଯଦି ଆପଣ ଖାତାରେ ଗଣିବେ କେତେ ଲୋକଙ୍କର କେତେ ଘଟଣା ଘଟିଛି ତାର ଗାଡି ନମ୍ବର ଚେଞ୍ଜ ହେଇଛି ଆପଣଙ୍କୁ କେତେଟା ଗାଡିର ନମ୍ବର ଦେବି। ଆଗରୁ ଶୋଇଥିଲେ ତାଙ୍କ ବାପା ମରିଛନ୍ତି ବୋଲି ସେ ଆଗରୁ ଶୋଇ ପଡିଥିଲେ। ଭାବୁଛୁ ଦୀପାଳି ଦାସଙ୍କର ଡିଏନଏ ଟେଷ୍ଟ କରିବା ସେ ନବ ଦାସଙ୍କ ଝିଅ କି ଆଉ କାହା ଝିଅ। ସେ ପ୍ରଶ୍ନ ମୁଁ ଆପଣଙ୍କ ସାମ୍ନାରେ କହିବାକୁ ବାଧ୍ୟ ହେଉଛି। କାହିଁକି ଯେତେବେଳେ ନବ ଦାସ ଜଣେ ଷ୍ଟାଣ୍ଡିଂ ମିନିଷ୍ଟର ସ୍ୱାସ୍ଥ୍ୟ ମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀ ଜଣେ ତାଙ୍କୁ ଦିନ ଦ୍ୱିପହରେ ପୋଲିସ ବିଭାଗ ତାଙ୍କରି ସରକାର ଥିଲା ତାଙ୍କ ବାପା ମଧ୍ୟ ନିଜେ ସରକାରୀ ଦଳର ମାନେ ବିଧାୟକ ସହିତ ଜଣେ ମନ୍ତ୍ରୀ ପୋଲିସ ଡିପାର୍ଟମେଣ୍ଟର ଗୋଟେ ଲୋକ ଗୁଳି କରିକି ମାରୁଛି। ଯେତେବେଳେ ଆପଣ ତାଙ୍କୁ ପଚରା ଯାଉଛି ସାଧାରଣ ସ୍ତରରେ ଗଣମାଧ୍ୟମରେ ଯେତେବେଳେ ସାମ୍ବାଦିକ ମାନେ ପ୍ରଶ୍ନ କରୁଛନ୍ତି ସେ କହୁଛନ୍ତି ଆଇନ ତା ବାଟରେ ଯାଉଛି ଆଇନ ଉପରେ ଆପଣଙ୍କର ଭରସା ଅଛି। ଆପଣଙ୍କର ବାପା ମରିବାକୁ କେତେ ବର୍ଷ ହେଲାଣି? ଆପଣଙ୍କ ସରକାର ସିନା ଆଜି 6 ମାସ କି 7 ମାସ ହେଲା ଗଲା। ଆପଣଙ୍କ ବାପା ମରିବାର କେତେ ବର୍ଷ ପରେ ଆପଣଙ୍କ ସରକାର ଗଲା? ସେ ସମୟରେ ଆଇନ କେତେ ବାଟ ଯାଇଥିଲା ଆପଣ ସେ ବାଟଟା କୁହନ୍ତୁ ଯେ ଏତିକି ବାଟ ଯାଇଥିଲା ଏତିକି ବାଟ ନବୀନ ବାବୁ କରିଦେଇଥିଲେ ଆଉ ମୋହନ ବାବୁ ତାପରେ ଛାଡ଼ିଦେଲେ ଆଉ କଲେ ନାହିଁ। ସେ ପ୍ରଶ୍ନରେ ଆପଣ ଉତ୍ତର ଦିଅନ୍ତୁ ପ୍ରଥମେ। ଦ୍ୱିତୀୟ କଥା ରହିଲା ଦୀପାଳି ଦାସ ଯୋଉ କିରିମିରା ପଞ୍ଚାୟତ ସମିତିର ଯୋଉ ଭୋଟକୁ ନେଇକି ସେ କଥାଟି କହିଛନ୍ତି ଯେ ଆମ ସମିତି ସଭ୍ୟ ଆଉ ପଞ୍ଚାୟତ ସରପଞ୍ଚ ମାନଙ୍କୁ ନେଇକିରି ଛତିଶଗଡ଼ରେ ପୋଲିସ ଲଗେଇକି ନେଇ ରଖିଦେଇଛନ୍ତି ବୋଲି। ସେମାନେ କଣ ଆଜ୍ଞା ଛୋଟ ଛୁଆ କି ଆଜ୍ଞା? ସାଧାରଣ କଥା ଜଣେ ଚିନ୍ତା କରିବା ଦରକାର। ଗୋଟେ ପଞ୍ଚାୟତରେ ଯିଏ ଛିଡ଼ା ହେଉଛନ୍ତି ନିହାତି 2000 3000 4000 5000 ଲୋକଙ୍କର ସେ ଗୋଟେ ପ୍ରତିନିଧି। ଜଣେ ଲୋକକୁ ହଁ ହେଇଥାନ୍ତା ତାକୁ ଉଠେଇ ନେଇଗଲା ଲୁଚେଇ ନେଇଗଲା ତା ଅଲଗା କଥା। ଆପଣଙ୍କର 10 12 କି 7 8 କି 15 ସରପଞ୍ଚ ସମିତି ସଭ୍ୟଙ୍କୁ ନେଇଯାଉଛନ୍ତି ସେମାନେ କଣ ଛୋଟ ଛୁଆ? ସେମାନେ ଭିତରୁ କେହି ଜଣେ ଆସିକି ଗଣମାଧ୍ୟମରେ କଥା କହିଲେଣି ଯେ ଆଜ୍ଞା ଆମକୁ ପୋଲିସ ନେଇଯାଇଥିଲା କି ବିଜେପିର କୋଉ ଲୋକ ନେଇଯାଇଥିଲେ କି ବିଜେଡି ଲୋକ ଆମକୁ ସେଠି ଲୁଚିବାକୁ କହିଥିଲେ କି ଆମେ ବିଜେଡିକୁ ଭୋଟ ଦେବୁ ନାହିଁ କି ଆମେ ବିଜେଡିକୁ ଭୋଟ ଦେବାକୁ ଚାହୁଁଥିଲୁ ବୋଲି ଆମକୁ ନେଇ ଆଣିକି କିଏ ରଖିଦେଇଛି। ଏପର୍ଯ୍ୟନ୍ତ ତାଙ୍କ ଭିତରୁ କିଏ ଗୋଟେ ଲୋକ ଗଣମାଧ୍ୟମରେ କଥା କହିଲେଣି କି? ନା, ଏପର୍ଯ୍ୟନ୍ତ କେହି ସେ କଥା କହିନାହାନ୍ତି। ଇଏ ଯୋଉ ଦୀପାଳି ଦାସ ରହିଲେ ଆଉ ତାଙ୍କ ଭାଇ ଯିଏ ବିଶାଲ ଦାସ ରହିଲେ ଇଏ ଦୁଇ ଜଣ ଗଣମାଧ୍ୟମ ସାମ୍ନାରେ ଆସିକି ଆମ ଲୋକଙ୍କୁ ଏଠିକି ନେଇଗଲେ ଆମ ଲୋକଙ୍କୁ ସେଠିକି ନେଇଗଲେ ଏଭଳିଆ ଆଇ ମା କାଣି କହିଲେ କେହି ଶୁଣିବେ ନାହିଁ। ଯେତେବେଳେ ବିଜୁ ଜନତା ଦଳ ସରକାରରେ ଥିଲେ ଅନେକ ମା କାନ୍ଦିଛନ୍ତି, ବହୁତ ମା କାନ୍ଦିଛନ୍ତି। ମୋ ମା ନଥିଲେ ବୋଲି ମୋ ମା କାନ୍ଦି ପାଇଲେନି କିନ୍ତୁ ମୋ ଲାଗି ଅନେକ ମା କାନ୍ଦିଛନ୍ତି। ସେତେବେଳେ କାରଣ ଆମର ଦୋଷ ଥିଲା? ମୂଳ କଥା ହେଲା ବିଶାଲ ଦାସ ଯେତେବେଳେ ଗଲେ ଏଠି ଗଣମାଧ୍ୟମରେ କହିପାରିଥାନ୍ତି ଆମ ଲୋକଙ୍କୁ ଛତିଶଗଡ଼ ପୋଲିସ ନେଇ ରଖିଛି। ଯଦି ବିଶାଲ ଦାସ ଜାଣିପାରିଲେ ନାହିଁ ଓଡ଼ିଶାରେ ଏଠି ମିସିଂ କେସ୍ ଦେଲେ ବା ଆପଣଙ୍କର ପୋଲିସ ଯାଇକି ତାଙ୍କ ଘର ସର୍ଚ୍ଚ କଲା ଯୋଉ ସର୍ଚ୍ଚର କଥାକୁ ନେଇକି ଆପଣ କାହିଁକି ଆସିଲେ ସେଠି ଦୁଇଟି କଥା ଆପଣଙ୍କର ଗୋଟେ ବିଶାଲ ଦାସ ଆଉ ନବ ଦାସଙ୍କ ପରିବାରର ଗୋଟେ ହୋଟେଲ ଯୋଉ ଅଛି ତାକୁ ପୋଲିସ ଯାଇ ସର୍ଚ୍ଚ କରୁଛି। ସେଠି କହିଲେ ଯେ ବିନା ସର୍ଚ୍ଚ ୱାରେଣ୍ଟରେ ଆପଣ କାହିଁକି ଆସିକି ଏଠି ଖୋଜୁଛନ୍ତି। ଆପଣଙ୍କ ପାଖରେ ଯଦି ଖବର ଥିଲା ଯେ ଛତିଶଗଡ଼ରେ ଆପଣଙ୍କର ସରପଞ୍ଚ ଆଉ ଆପଣଙ୍କର ସମିତି ସଭ୍ୟଙ୍କୁ ଲୁଚେଇକି ନେଇ ରଖାଯାଇଛି ବୋଲି ଆପଣ ପୋଲିସରେ କେସ୍ କଲେନି କି ଆଜ୍ଞା ଆମ ସରପଞ୍ଚ ଆମ ବିଡିସିକି ନେଇକିରି ଲୁଚେଇ ରଖିଦେଇଛନ୍ତି ବିଜେପି ବାଲା କି କିଏ ବି ହଉ ଅଜ୍ଞାତ କିଏ ଗୋଟେ ଅପରାଧୀ କି ଅଜ୍ଞାତ ଲୋକ ସେ ଆମ ସରପଞ୍ଚ ବିଡିସିକି ସବୁ ନେଇକି ଛତିଶଗଡ଼ରେ ରଖିଦେଇଛନ୍ତି। ଆପଣ ଯାଇକି ସେ ଯୋଉ ହୋଟେଲରେ ଅଛନ୍ତି ସେ ହୋଟେଲ ଯାଇ ଗଣ୍ଡଗୋଳ କଲେ। ଯେତେବେଳେ ଆପଣ ଗଣ୍ଡଗୋଳ କଲେ ସିଧାସଳଖ ଭାବରେ ସେମାନେ ତାଙ୍କର କାର୍ଯ୍ୟ ଯେତେବେଳେ ତାଙ୍କ ରାଜ୍ୟରେ ଯାହା ପୋଲିସ ଅଛି ଯାହା କାର୍ଯ୍ୟକ୍ରମ କରାଯାଏ ତାଙ୍କ ପୋଲିସ କେତେ କାର୍ଯ୍ୟକ୍ରମ କରିଛନ୍ତି ସେଥିରେ ଭୁଲ କ'ଣ ଅଛି? ଯୋଉ ଆଇନ ଶୃଙ୍ଖଳା ପରିସ୍ଥିତି କଥା ଆଜି ସେ ଦୀପାଳି ଦାସ ଉଠାଉଛନ୍ତି ଆଉ ବିଶାଲ ଦାସ କଥା ଉଠାଉଛନ୍ତି ଆପଣଙ୍କୁ ମନେ ପକେଇ ଦେବାକୁ ଚାହେଁ ଏଇ ବର୍ଷେ କି 2 ବର୍ଷ ଭିତରେ ଏଇ ରାଜମହଲ ଭୁବନେଶ୍ୱର ରାଜମହଲରେ ଗୋଟେ ଜଣେ ଭାରତୀୟ ସେନାରେ କାମ କରୁଥିବା ଜଣେ ଯବାନ ତାଙ୍କ ବାନ୍ଧବୀକୁ ଧରିକିରି ଗାଡ଼ିରେ ଆସୁଥିଲେ। ଯୋଉ ଗାଡ଼ିଟି ଗୋଟେ କଳା ଗାଡ଼ି ବାଡ଼ିଲା ଆପଣଙ୍କର ବିଶାଲ ଦାସଙ୍କ ଗାଡ଼ି ବୋଲି ସେତେବେଳେ ଆଲୋଚନା ହେଲା ଏବଂ ତାଙ୍କ ଗାଡ଼ି ନମ୍ବର ପ୍ଲେଟ୍ ମଧ୍ୟ ପରିବର୍ତ୍ତନ ହେଇଗଲା ବୋଲି ଗଣମାଧ୍ୟମରେ ବାଜିଲା। ଆଇନ ଶୃଙ୍ଖଳା ପରିସ୍ଥିତି ସେତେବେଳେ ଠିକ ଥିଲା? ବିଜୁ ଜନତା ଦଳ ସମୟରେ ଯଦି ଆପଣ ଖାତାରେ ଗଣିବେ କେତେ ଲୋକଙ୍କର କେତେ ଘଟଣା ଘଟିଛି ତାର ଗାଡ଼ି ନମ୍ବର ଚେଞ୍ଜ ହେଇଛି ଆପଣଙ୍କୁ କେତେଟା ଗାଡ଼ିର ନମ୍ବର ଦେବି। କେତେଟା ଘଟଣାର କଥା କହିବି। ମମିତା ମେହରଙ୍କ ଘଟଣା ସମୟରେ ଯେତେବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ଥିଲା। ପିହୁ ଘଟଣାରେ ଆଇନ ପରିସ୍ଥିତି ସେତେବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ଥିଲା। ଆପଣଙ୍କର ଯୋଉ ଗୋବିନ୍ଦ ମେହେର କେସରେ ସେତେବେଳେ ନାଇଁ ଗୋବିନ୍ଦ ମେହେର ବୋଲି ଆପଣଙ୍କର ଥିଲା ଗୋବିନ୍ଦ କୁମ୍ଭରକୁ ଯୋଉ ହାଜତ ଜେଲ ଥାନା ଭିତରେ ଯୋଉ ମାରି ଦିଆଗଲା ଥାନା ଭିତରେ ମାରି ଦିଆଗଲା ଜେଲ କଥା ତ ଅଲଗା ଅଛି। ଗୋବିନ୍ଦ ସାହୁ କଥା ପଳେଇ ଆସିବ ଜେଲ କଥା ଅଛି। ଥାନା ଭିତରେ ଗୋବିନ୍ଦ କୁମ୍ଭରକୁ ମାରି ଦିଆଗଲା ସେତେବେଳେ ଆପଣଙ୍କର ଆଇନ ପରିସ୍ଥିତି ଠିକ ଥିଲା। ଆପଣଙ୍କର ଖାତା ଖତିଆନ ଗଣିଲେ ଆପଣ ପାଇବେନି। ତେଣୁ କଥା ହଉଛି ଆଇନ ଶୃଙ୍ଖଳା ପରିସ୍ଥିତି କହିବା କଥା ଯୋଉଟା ଆପଣ କହୁଛନ୍ତି ଆପଣ ସେଟା ଅଲରେଡି କରିସାରିଛନ୍ତି। ତେଣୁ ଆପଣ ଯୋଉ ହିସାବରେ ଚାହୁଁଛନ୍ତି ସେ ହିସାବରେ ସରକାର ଚାଲେନି। ଆପଣ ସେଇ ହିସାବରେ ସରକାର ଚଲାଉଥିଲେ। ଆପଣ ଗୋଟେ ଘଟଣା ଘଟିଲା ପରେ କେମିତି ଦୋଷୀକି ବଞ୍ଚା ଯାଇପାରିବ ଆପଣ ସେ କାର୍ଯ୍ୟକ୍ରମରେ ଲିପ୍ତ ରହୁଥିଲେ। ଯୋଉଥିପାଇଁ ଅପରାଧ ହେଲେ ମଧ୍ୟ ଆପଣ ଅପରାଧୀକୁ ସୁରକ୍ଷା ଦଉଥିଲେ।
आज ठीक अच्छे आज राजधानी रे जदि आज सहदेव नायकों भली जड़े पुलिस मित्र जो प्रश्न मुझे सामने उठाइବାକୁ चाहूँगी भारतीय जनता पार्टी की ये प्रश्न भी जवाब दब रखार अच्छी विजु जनता दल ये प्रश्न केवे पचारूना जे जदि पुलिस मित्र सहदेव नायक थे सी जानिले केमिति कौन जे ये पुलिस मित्र अच्छी बोली जदि से पुलिस मित्र अच्छे वर्दी दि जाऊ यही ओडिशा रे केते पुलिस मित्र अच्छा आगामी दिन में सहदेव नायक भली आउ कौन पुलिस मित्र ये अकार कार्य न जाऊ ये प्रश्न कौ दिन उठाई विजु जनता दल भारतीय जनता पार्टी ये प्रश्न भी उठेगा दरकार जे पुलिस मित्र जदि से थे भारतीय जनता पार्टी को ये कम भी करार अच्छी पुलिस मित्रों सुरक्षा परिवार सुरक्षा जदि भी आज सहदेव नायक हत्या हो तो सारी विजु जनता दल 5 लाख टंका आज परिवार से जो स्त्री जी अच्छा गोटे आपको कहूँ से बीएमसी जो संस्था जी संस्था अच्छे मिसिक गोटे 5 लाख टंका देती मुझे कही सारे 5 लाख टंका देती स्त्री को पुनर्बार से जगह जो भी कम करते सहदेव नायक से जगह पुणी सुपरभाइजर नियुक्ति देले कहीं गोटे अलग कम देले अलग कम दे कौन असुविधा होता ठीक अच्छे व्यक्तिगत कथा निश्चित भाव सरकारी जेहेतु से पुलिस को सहयोग करुले गोटे डिपार्टमेंट से डिपार्टमेंट सहयोगी भाव में स्थायी भाव में किसी गोटे व्यवस्था करवा निहाती दरकार ये विषय समस्ते उठेगा दरकार जो आज सहदेव नायक आज ये पुलिस मित्र थे आम भी जान आप भी जान किए भी जान आगामी दिन में केवल भुवनेश्वर को छाड़े कटक थे भुवनेश्वर कंधमाल थे केन्द्रापड़ा थे पुरी थे बालेश्वर थे सुंदरगढ़ थे बलांगीर थे सम्बलपुर थे जिते लोक भी अच्छा पुलिस मित्र जो मैंने भी अच्छा ये पुलिस मित्र बोली अपराधी मैंने जानते केमी ये प्रश्न प्रथम उठा दरकार जदि पुलिस मित्र अच्छा से सिक्रेटली एजेन्सी भाव में सीआईडी जमी कम कर भितरिया खबर से दिखती पुलिस पाखे ये पुलिस मित्र अच्छा अपराधी मैंने जानते केमी आज से अपराधी साहस है यही लोक खबर दूसरी आपको मारदे देखो निश्चित भाव में मुझे से आप गणमाध्यम आज कहूँ चाहूँगी सरकार भारतीय जनता पार्टी सरकार जदि आज प्रथम ओडिशा सरकार जो कर प्रथम दायित्व रोचे सहदेव नायक भली आउ जिते भी पुलिस मित्र अच्छा समस्त सुरक्षा और परिवार सुरक्षा आज सहदेव नायक अनुपस्थित आवर्तमान परिवार स्त्री आज से भाया रोजगार करेंगे काम करेंगे से पैसा किसी पाइबे जदि स्त्री देह खराब है जो छुआ अच्छे पाठ पढ़े ये विषय सरकार चिंता कर आवश्यकता रही विजु जनता दल ये प्रश्न भी विधानसभा उठेबार आवश्यकता रही केवल गोटे जो पुलिस मित्र थे तार यहाँ कौन कथा ना द्वितीय कथा रहा ब्राउन सुगार ये ब्राउन सुगार मूल मंजी कौटी अच्छे विजु जनता दल सरकार थिला बेले ब्राउन सुगार मूल मंजी कौन जगह मिलू ना आज सामान परिस्थिति जब सृष्टि हुए ताले भारतीय जनता पार्टी ब्राउन सुगार बा निशा द्रव्य रोकबार संपूर्ण भाव में विफल होगी समस्ते कहे मुझे कहबी समस्ते कहे मूल कथा हूँ जो जिनस सामना को आसूसी सीधा सड़क भाव में क्लीयर करा समाधान बाट बाहर करा